Manugar, you are welcome to my YouTube channel. Manugar, जय जगन्नाथ आपण को मो यूट्यूब चैनल आउ एक नूतन वीडियो ब्लॉग को स्वागत। आज मु देखा आम गाँ नरेंद्रपुर झाऊ जंगल किसी व्यू। आज हूँ डिसेम्बर 31 तारीख 2025 मसीहा। तेणुक वर्षर शेष दिन उपलक्षे आज आम गाँ झाऊ जंगल बहुत गुड़े दल फिस्ट करुछंती पुरातन वर्ष को विदाय देवाई। आपण मानक देखा आज से फिस्ट एवं आम गाँ झाऊ जंगल किसी व्यू। चलतु वीडियोटी आरंभ करवा। बंधुगण आपण मैंने वर्तमान देखुंत आम गाँ ब्राह्मणी नदी कूल बाबा वटरुद्रंकर मंदिर। ये हूँ बाबा वटरुद्रंकर मंदिर। झाऊगण बुलवा पूर्वर वटरुद्रंकर मंदिर दर्शन करवा। बर्तमान आम झाऊ बण भितर पहुँची जाइछंती। आपण माने देखुछंती झाऊ बनर व्यू। वीडियो ब्लॉग रे देखा आम गाँ नरेंद्रपुर झाऊ जंगल व्यू। ये हूँ आम गाँ गोटे बड़ पिकनिक स्पॉट। आज हूँ लास्ट डिसेम्बर 2025 मसीहा। ये उपलक्षे आज आम गाँ झाऊ बण जंगल अनेक दल फिस्ट करुछंती। मुझे फिस्टर एवं झाऊ जंगल किसी व्यू मुझे आपको ब्लॉग देखा। कौन कर जाड़ा कर
बंधुगण पूर्व जदि मो चैनल को सब्सक्राइब करते ताले आज ही चैनल को सब्सक्राइब करदे एवं पाखरे थिबा बेल आइकन टी को दाबी देबे। बंधुगण आपने बर्तमान देखुंत आम गाँव झाऊमणर दृश्य। आज डिसेम्बर 31 तारीख 2025 मसीहा तेणुक विदाई वर्ष को विदाय देवाई आज आम गाँ झाऊमण रे अनेक दल फिस्टी करुछंती। आपण माने देखुछंती से फिस्टीर व्यू। आगर दी तीन पार्टी बजी तीन पार्टी ହେଇଥିଲା ଗୋଟେ କ'ଣ ଆର ରବିବାର ନା ଗୁରୁବାର ଫେର କ'ଣ ମନ କଲେ କରିବା ଆମର ଆହୁରି ଆଉଛନ୍ତି ନା ଆମେ ଆଗେ ପଳେଇ ଯାଇଛୁ। ହଉ बंधुगण आपण मैंने बर्तमान देखुंत झाऊमण निकटरे ब्राह्मणी नई प्रवाहित। ब्राह्मणी नई अपर पार्श्व निमपुर पोखरी साई गाँ एवं राजनगर कटक मुख्य रास्ता अच्छी। आपण मैंने देखुंत नदी कूल झाऊमणर दृश्य। यही रास्ता गछ लगा रास्ता कर जो दुनिया का गार केस बस कम ये केते कहउजन के कौन ला हेडी तो बढ़िया बा एटा जो है बढ़िया गाड़ी भर गइला बस बस लो एटा टीबल बीबल दी देखते दिए गोटे गेले रमेश दा के देई करे सी जो माने तुम जो कहले बबरा सुनाइलु पिंक कलर काटी देबी ना। गौतम भाई रखियो तो भारी ये शिबू कोना क्लास में ମୁଁ ତ କହି ଚାଲିଛି କହିଲା ମୁଁ କାମ କରୁଛି କାମ ଏବେ ପାଣି ଦଉ ପାଣି 10 ଲିଟର ପାଣି मनोगण आउ थे मुझे स्मरण कर आम गाँ ब्राह्मणी नदी पठार झाऊ जंगल सरकार तरफ गत 2020 मसीह सृष्टि करा जाइथिला। आपण मैंने देखुंत गछ गुड़िक प्राय बढ़ीगला। कालिया ए कालिया रोसे सैलाणी तीन दल पके देम तापर आ गोटे अरे ताको ये पूरा गोटे लाइन रे पके दे तारी ऊपर बस तारी एटा गोटा आणे
ବଳା ନାହିଁ ଆଜି କ'ଣ ଆଇଟମ୍ ମାଛ ଫାଛ କ'ଣ? ମାଛ ମଟନ ମାଛ ଭଜା ମଟନ ଆଚ୍ଛା ଆଚ୍ଛା ଓ ସେଠି ବାଲି ପଡ଼ିଆ ଅଛି ଯେଉଁଠି ଯାଇଥିଲି ହଁ ଆହୁରି ଦି ଦଳ ଆଉଛନ୍ତି ଆଉ କି କନିକାରେ ଯାଉଛନ୍ତି ଓହୋ ନା ବଢ଼ିଆ ଜାଗା ହେଇଛି ମୁଁ ଆଡ଼ୁ କେବେ ଆସିନଥିଲି। ବଢିଆ ବା ବନ୍ଧୁଗଣ ଆପଣମାନେ ଦେଖୁଛନ୍ତି ବ୍ରାହ୍ମଣୀ ନଈର ଦୃଶ୍ୟ ଅପର ପାଖରେ ପୋଖରୀ ସାହି ଗାଁ। ଏଇ ଝାଉଁବଣ ଗୋଟେ ପିକନିକ୍ ସ୍ପଟ୍ ଏବଂ ଗତ 2 ବର୍ଷ ମଧ୍ୟରେ ଅନେକ ସ୍ଥାନରୁ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଯୁବକ ଯୁବତୀମାନେ ସେଠାରେ ବଣଭୋଜି କରୁଥିବାର ଜଣାଯାଏ। ଆପଣମାନେ ଦେଖୁଛନ୍ତି ଆଜି ଝାଉଁବଣରେ ପ୍ରାୟ 3-4 ଦଳ ନବବର୍ଷ ଉପଲକ୍ଷେ ବଣଭୋଜି କରୁଛନ୍ତି। ଆମର ନିକଟସ୍ଥ ପଟ୍ଟାମୁଣ୍ଡେଇ ଠାରୁ ଏହି ଆମ ଝାଉଁବଣର ଦୂରତ୍ୱ ହେଉଛି ମାତ୍ର 12 କିଲୋମିଟର। ସମସ୍ତ ପ୍ରକାର ଗାଡ଼ିରେ ଆମ ଗ୍ରାମର ଏହି ଝାଉଁ ଜଙ୍ଗଲକୁ ଆସିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ଗୋଟେ କଥା କହିବା ଦରକାର ପଡ଼ୁଛି ଯେ ଏଠାରେ ପିଇବା ପାଣିର ଜଙ୍ଗଲ ଭିତରେ ପିଇବା ପାଣିର କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ତେଣୁକରି ଆସିବା ବେଳେ ଯେଉଁମାନେ ବଣଭୋଜି କରିବାକୁ ଚାହାନ୍ତି ସେମାନେ ନିଜ ସାଙ୍ଗରେ ପାଣି ବୋଟଲ ପିଇବା ପାଇଁ ନେଇ ଆସିବେ। କିନ୍ତୁ ବ୍ରାହ୍ମଣୀ ନଦୀ କୂଳରେ ଥିବାରୁ ପାଖରେ ଥିବାରୁ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାଣିର ଅସୁବିଧା ହେବ ନାହିଁ। ହଁ ଯେ ହେଲା ଆଉ ନା ପିକନିକ୍ କରିବେ ଜାଗାକୁ ବନ୍ଧୁଗଣ ପୂର୍ବରୁ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥାନ୍ତି ତାହେଲେ ଆଜିରେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦାବି ଦେବେ। ଆଜି ପ୍ରାୟ 3-4 ଦଳ ଏଇଠାରେ ବଣଭୋଜି କରୁଛନ୍ତି। ନିକଟସ୍ଥ ପଟ୍ଟାମୁଣ୍ଡେଇ ବାଲିପଡ଼ା ରାଜକନିକା ଓ ବିଶେଷ କରି ଆମ ଗାଁର ଯୁବକମାନେ ଆସି ଏଠାରେ ଆଜି ବଣଭୋଜି କରୁଛନ୍ତି। ଆପଣମାନେ ଦେଖୁଛନ୍ତି ସେଇ ବଣଭୋଜିର ଦୃଶ୍ୟ। এই ଝାଉଁବଣର ପରିସ୍ଥିତି ଅନେକ ସୁନ୍ଦର, ଶାନ୍ତ ପରିବେଶ ଏବଂ ଯେଉଁମାନେ ଏଠାକୁ ବଣଭୋଜି କରିବାକୁ ଆସୁଛନ୍ତି ସେମାନଙ୍କୁ ଅନୁରୋଧ କରୁଛୁ ସେମାନେ
କୌଣସି ପ୍ରକାର ପ୍ଲାଷ୍ଟିକ ଦ୍ରବ୍ୟ ପଲିଥିନ୍ କିମ୍ବା ବଟଲ ଏଇ ଝାଉଁବଣ ଭିତରେ ନ ଫୋପାଡ଼ି ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ପକାଇ ଦିଅନ୍ତୁ ଏବଂ ଝାଉଁବଣକୁ ସଫାସୁତୁରା ରଖିବାକୁ ଚେଷ୍ଟା କରନ୍ତୁ। ଏ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଲିପଡ଼ାର କିଛି ଯୁବକ ଆସି ବଣଭୋଜି କରୁଛନ୍ତି। ଖୁବ୍ ସୁନ୍ଦର ପରିବେଶ, ଶାନ୍ତ ପରିବେଶ, ନିକଟରେ ବ୍ରାହ୍ମଣୀ ନଈ, ବହୁତ ମଜା ଲାଗିବ। ଯଦି କେବେ ଆମ ଗାଁ ଝାଉଁବଣ ବୁଲିବାକୁ ଆସିନଥାନ୍ତି ଥରେ ମାତ୍ର ଆସି ବୁଲି ଦେଖି ଯାଆନ୍ତୁ ନା, ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। ଏଇ ଶାନ୍ତ ପରିବେଶରେ କିଛି ସମୟ କଟାଇବାକୁ ବହୁତ ଭଲ ଲାଗିବ। ବନ୍ଧୁଗଣ, ଆଉ ଥରେ ମୁଁ ଆପଣଙ୍କୁ ସ୍ମରଣ କରିଦେଉଛି, ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିଦେବେ। ବନ୍ଧୁଗଣ, ଭିଡ଼ିଓଟି ଅଧିକ ଲମ୍ବା ହେବାକୁ ନ ଦେଇ ଏଇଠାରୁ ମୁଁ ଭିଡ଼ିଓଟିକୁ ସମାପ୍ତ କରୁଛି। ଆଶା କରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନବବର୍ଷ 2026 ମସିହା ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ ଏବଂ ଶୁଭଙ୍କର ହେଉ, ଏତିକି ମୋର ଜଗନ୍ନାଥଙ୍କ ପାଖରେ ବିନୀତ ପ୍ରାର୍ଥନା। ରହିଲି।